ତିନି ଜଣ ଆମର ଇଏ ମାନେ ଯେଉଁମାନେ ବଏଜ୍ ଯୁବକ ବା ପିଲାମାନଙ୍କୁ ଦିଆହେଇଛି ଏବଂ ଝିଅ ପିଲାମାନଙ୍କୁ ବି 3 ଜଣଙ୍କୁ ଫାର୍ଷ୍ଟ ସେକେଣ୍ଡ ଥାର୍ଡ଼ 6 ଜଣଙ୍କୁ ଆମେ ଆଜି ପ୍ରାଇଜ୍ ଦେଲୁ ଏବଂ ଏ କାର୍ଯ୍ୟକ୍ରମକୁ ମାନେ ଆୟୋଜନ କରିଛନ୍ତି ଆମର ରଞ୍ଜନ ମହାପାତ୍ର ଦୀନବନ୍ଧୁ ଭୋଇ ଏବଂ ତାଙ୍କର ଯେଉଁ ସହଯୋଗୀ କର୍ମୀମାନେ ସମସ୍ତ ଏହାକୁ ଆୟୋଜନ କରିଛନ୍ତି। ଆମେ ମଧ୍ୟ ଏହାକୁ ସାମିଲ ହେଇଛୁ। ଆମର ଯେଉଁ ଅଛି ଅରବିନ୍ଦ ୟୁଥ୍ ଚାରିଟେବଲ୍ ଟ୍ରଷ୍ଟ ମାଧ୍ୟମରେ ଏବଂ ଆମକୁ ସହଯୋଗ କରିଛନ୍ତି କାନାରା ବ୍ୟାଙ୍କ ଏବଂ ପଞ୍ଜାବ ନ୍ୟାସନାଲାଇଜ୍ ବ୍ୟାଙ୍କ ସହଯୋଗ କରିଛନ୍ତି ଏବଂ ଆମ ସାଙ୍ଗରେ ବି ଅଛନ୍ତି ନିର୍ଭୀକ ଖବର ମଧ୍ୟ ସେ ଅଛି ଆମ ସହଯୋଗରେ ଏବଂ ଆମେ ନିଷ୍ପତ୍ତି ନେଇଛୁ ଆସନ୍ତା ବର୍ଷ ଆହୁରି ବଡ଼ ଆକାରରେ କରିବୁ ଏବଂ ଯେମିତି ସହରମାନଙ୍କରେ ଖାଲି ହେଉଛି ମଫସଲରେ ହେଉନାହିଁ ତେଣୁ ଆମେ ଚାହୁଁଛୁ ମଫସଲକୁ ଗାଁକୁ ମଧ୍ୟ ସହର ଭଳିଆ କରିବା ପାଇଁ ସହରରେ ଯାହା ଯାହା କାର୍ଯ୍ୟକ୍ରମ ହୁଏ ଆମେ ଗାଁରେ ମଧ୍ୟ ସେହି ସବୁ କାର୍ଯ୍ୟକ୍ରମ କରିବା ପାଇଁ ମଧ୍ୟ ଆମେ ନିଷ୍ପତ୍ତି ନେଇଛୁ। ତେଣୁକରି ଆପଣ ସାମ୍ବାଦିକ ବନ୍ଧୁମାନଙ୍କୁ ଧନ୍ୟବାଦ ଦେବି। ପ୍ରିଣ୍ଟ ମିଡ଼ିଆ ଇଲେକ୍ଟ୍ରୋନିକ୍ ମିଡ଼ିଆ ଆପଣମାନେ ସବୁ ଆସିଛନ୍ତି ଏବଂ ଏହାକୁ ଆପଣମାନେ ପ୍ରଚାର ପ୍ରସାର କରନ୍ତୁ ଯେମିତି ଆଗାମୀ ଦିନରେ ବଡ଼ ଆକାରରେ ହୋଇପାରିବ। ପୂର୍ବଥର ବି ମୁଁ ଏଇ ମାରାଥନ୍ ଦୌଡ଼ିଥିଲି। ପୂର୍ବଥର ମୁଁ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲି। ଆରଥର ଏତେ ବି ପିଲା ହେଇନଥିଲେ କିନ୍ତୁ ଏଥର ତା'ଠାରୁ ବହୁତ ପିଲା ହେଇଥିଲେ। ଆଗ ଅପେକ୍ଷା ଏଥର ବହୁତ ଭଲ ଇଏ ହେଇଛି ଆଉ ମୁଁ ପୂର୍ବଥର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲି ଏଥର ମୁଁ ପ୍ରଥମ ସ୍ଥାନ ଅଧିକ ଖୁସି ଲାଗୁଛି। ଗଣଦୌଡ଼ ଯେଉଁ ବ୍ୟବସ୍ଥା ସବୁ ଥିଲା ଆପଣମାନଙ୍କ ପାଇଁ ସବୁ ଇଏ ବ୍ୟବସ୍ଥା ତ ଖୁସିର ବ୍ୟବସ୍ଥା ସବୁ ସହଯୋଗ ଠିକ୍ଠାକ୍ ହେଇଛି ତ? ଧର କାହାର ଇଞ୍ଜୁରୀ ହେଲା ବାଟରେ କି କ'ଣ ହେଲା ତ ଆମ୍ବୁଲାନ୍ସ ସୁବିଧା ବି ଅଛି ପଛରେ ଯାହାର ବି କିଛି ଅସୁବିଧା ଥାଏ ସେଇଠି କର। ଆଗରେ ଗାଇଡ଼ ଗାଡ଼ି ବି ଥିଲା ରାସ୍ତାରେ ଅସୁବିଧା ହେଲାନି କିଛି ଜାଣିବାରେ। ନୂଆ ଯଦି କିଏ ଆସିଥିବ ଦୌଡ଼ିବା ପାଇଁ ତ କିଛି ପ୍ରୋବ୍ଲେମ୍ ହେଲାନି। ଏଇଟା ତ ପାଖାପାଖି 3.5 କିଲୋମିଟର କି 4 କିଲୋମିଟର ମାରାଥନ୍ ଥିଲା ତ 5 କିଲୋମିଟର ବି ରଖିଲେ ଚଳିଥାନ୍ତା। ନୂଆ ଯିଏ ଷ୍ଟାର୍ଟ କରୁଛି ଦୌଡ଼ିବା ପାଇଁ ଏଇଟା ବି ଆହ୍ୱାନ ଦିଆହେଲା କି ହଁ ନୂଆ ମାରାଥନ୍ରେ ଯିଏ ନୂଆ ପାର୍ଟିସିପେଟ୍ କରୁଛନ୍ତି ତାଙ୍କ ପାଇଁ ଠିକ୍ ଅଛି କାରଣ 3 କିଲୋମିଟର ନୂଆ ଷ୍ଟାର୍ଟିଂରେ ଦୌଡ଼ି ପାରିବେ। ଯେଉଁଟାକୁ କହେ ଯେ ସବୁବେଳେ ଫିଟ୍ ରୁହନ୍ତୁ। ଆଜି ପୁଣି ଉତ୍କଳ ଦିବସ ନୂଆ ଗୋଟେ ମନକୁ ଉର୍ଜା ରଖିବା କଥା କି ହଁ ଆଜିଠୁ ମୁଁ ଷ୍ଟାର୍ଟ କରିବି। ଯିଏ ଆଗରୁ ଷ୍ଟାର୍ଟ କରିନଥିଲା କାରଣ ବିଭିନ୍ନ ପ୍ରକାର ରୋଗ ଏବେ ଆଜିକାଲି ହେଲାଣି ତ ଡେଲି ସକାଳେ ଉଠି ବ୍ୟାୟାମ କରିବା ଦୌଡ଼ିବା ଏହା କଲେ ବଡ଼ି ସୁସ୍ଥ ରହିବ। ମୁଁ ଧରଣୀ ନାୟକ ମୁଁ ବେଙ୍ଗଲପୁର ଗ୍ରାଉଣ୍ଡରୁ ଆସିଛି ବକ୍ରେଶ୍ୱର ବାବା ବକ୍ରେଶ୍ୱର ଗ୍ରାଉଣ୍ଡ ତ ଆମ ଗ୍ରାଉଣ୍ଡର ଗର୍ବ ପାଇଁ ମୁଁ ଆଜି ବହୁତ ନିଜକୁ ବହୁତ ଧନ୍ୟବାଦ କରୁଛି।